ମୁଁ ଆଜି ଆପଣଙ୍କୁ ପାଚିଲା ପଣସରେ କେକ୍ ପ୍ରସ୍ତୁତ କରି ଦେଖେଇବି। କେକଟି କେତେ ନରମ ଆଉ ଏଇ ଯୋଉ ପଣସକୁ ଆପଣ ମୁଁ ଦେଖଉଛି ଇଏ ଆମ ବଗିଚାର ଶେଷ ପଣସ। ଦେଖନ୍ତୁ ଏଇ ଯୋଉ ପାଚିଲା ପଣସରୁ ଏଇଭଳି ତାର ମଞ୍ଜି ଆଉ ତା ଭିତରେ ଥିବା ଅନ୍ତିକୁ ବାହାର କରିଦେବେ। ତାପରେ ଆକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବେ। ଦେଖନ୍ତୁ ଯୋଉ ଗ୍ରାଇଣ୍ଡିଙ୍ଗ କରି ରଖିଛି ପଣସ ସେଥିରେ ମୁଁ ଅଳ୍ପ ଚିନି ନଉଛି, କିଛି ଘିଅ, ମୁଁ 2ଟି ଅଳେଇଚ ମଧ୍ୟ ନଉଛି, ସେଥିରେ କ୍ଷୀର ଅଧ କପେ, କପେ ମଇଦା ମଧ୍ୟ ପକଉଛି। ପାଇଁ ମୁଁ ଏଠି ଗୋଟେ 10 ଟଙ୍କିଆ ଅମୁଲ ପ୍ୟାକେଟଟେ ନଉଛି। ପାଇଁ ମୁଁ ଭ୍ୟାନିଲା ଏସେନ୍ସ ନଉଛି, ସେଥିରେ ଅଧ ଚାମଚ ବେକିଂ ପାଉଡର ନଉଛି। ସବୁକୁ ଗ୍ରାଇଣ୍ଡର ଘୋଡ଼ଣୀ ଦେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବି। ଶେଷରେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଡୋରେ କିଛି ଇନୋ ଦେଇ ଦଉଛି। ଏବେ ଇନୋ ପକେଇ ସାରିଲା ପରେ ସେ ଡୋ କୁ ଭଲ ଭାବରେ ମିକ୍ସ କରିନେଲି। ଇଣ୍ଡକ୍ସନ ରେ ଗୋଟେ କଡେଇ ନେଇ ତାକୁ ପ୍ରିହିଟ୍ କରିବା ପାଇଁ ଛାଡ଼ି ଦଉଛି ଏବଂ ସେଥିରେ ପୂର୍ବରୁ ବ୍ୟବହାର କରିଥିବା ଲୁଣକୁ ମୁଁ ସେଥିରେ ଦେଇ ଦଉଛି। ଏବେ ସେଥିରେ ଗୋଟେ ଷ୍ଟାଣ୍ଡଟେ ଦେଇଛି ଏବଂ ଏଇଭଳି ଗୋଟେ କ୍ୟାଣ୍ଟିନଟେ ନେଇଛି, ତାପରେ ମୁଁ କେକ୍ ପ୍ରସ୍ତୁତ କରିବି। ସେଥିରେ ଗୋଟେ ଅଏଲ ପେପର ଦେଇ ତା ଉପର ଭାଗରେ ମଧ୍ୟ ମୁଁ ଘିଅ ଟିକେ ଲଗେଇ ନେଉଛି। ବାଉଲର ତଳ ପାର୍ଶ୍ୱରେ ମୁଁ କିଛି ଚେରି ନେଇଛି ଏବଂ ବାଟି ରଖିଥିବା ଡୋକୁ ଏବେ ସେଥିରେ ଦେଇଦେବି। ଗରମ କରି ରଖିଥିବା ବାଉଲରେ ସେ ଡୋକୁ ସବୁ ଢାଳି ଦେଲି ଏବଂ ତାକୁ ଭଲ ଭାବରେ ମୁଁ ହଲେଇ ଦେଲି। ଏବେ ତାକୁ ପ୍ରିହିଟ୍ରେ ଛାଡ଼ିଥିବା କଡେଇରେ ବସେଇ ନେଉଛି। ଏବେ ଡୋର ଉପର ଭାଗରେ କିଛି ଚେରି ଦେଇ ତାକୁ ଭଲ ଭାବରେ ସଜେଇ ନେଲି ଏବଂ ଗୋଟେ କାଚ ଘୋଡ଼ଣୀ ଦେଇ କମ୍ ଆଞ୍ଚରେ ତାକୁ ବସେଇ ଦଉଛି। କେକ୍ଟି ହେଲାଣି କି ନାଇଁ ଜାଣିବା ପାଇଁ ଆମେ ତାକୁ କଣ କରିବା ନା ସେଥିରେ ଛୁରୀଟେ ପୁରେଇ ଦେଖିବା, ଯଦି ସେଥିରେ କିଛି ନ ଲାଗେ ତାହେଲେ କେକ୍ଟି ହେଇଯାଇଛି। ଏବେ କେକ୍ଟିକୁ ମୁଁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ି ଦଉଛି। କେକ୍ଟି ଥଣ୍ଡା ହେଇଯିବା ପରେ କେକ୍ଟି ବାଉଲ ଠାରୁ କିପରି ଅଲଗା ହେଇଯାଇଛି। ଏବେ ମୁଁ ଆଉ ଗୋଟେ ପ୍ଲେଟକୁ ଡିମୋଲ୍ଡ କରିନେବି। ଏବେ ଦେଖନ୍ତୁ ମୁଁ କେକ୍ଟିକୁ ଗୋଟେ ପ୍ଲେଟକୁ ଡିମୋଲ୍ଡ କରିନେଇଛି ଏବଂ ତା ଉପରେ ଦେଇଥିବା ଅଏଲ ପେପରକୁ ମୁଁ ଧୀରେ ଧୀରେ ବାହାର କରିନେଉଛି। ଦେଖନ୍ତୁ କେକ୍ଟି ଏବେ ରେଡି।